ଶ୍ରୋତାବନ୍ଧୁ, ଜଣେ କବିକୁ ଦୁଃଖ ମିଳିଲେ ତାର ଭାବପ୍ରବଣତା ଯନ୍ତ୍ରଣାର ଭଉଁରୀରେ ଅଭିମାନ ଓ ଯେତେକ କ୍ଷୁବ୍ଧପଣକୁ ନେଇ ଆଉଟି ପାଉଟି ହୁଏ। କବିଟେ ସଂସାରରେ ଥାଇ ମଧ୍ୟ ଖୁବ୍ ଏକଲା ହୋଇଯାଏ। ତାର ସେଇ ଦୁଃଖାନୁଭୂତି ହିଁ ତାର କବିତାକୁ ଶକ୍ତି ଓ ଶବ୍ଦ ଯୋଗାଏ। ତାର ଅଶ୍ରୁ ହିଁ ତାର ସ୍ୟାହୀ ପାଲଟେ। ବାକି ଯଦି ସେ ରକ୍ତର ଅଶ୍ରୁ ଧାରଣ କରିଥାଏ, ତେବେ ଶବ୍ଦମାନଙ୍କ ମହାଯଜ୍ଞରେ ସେ ପ୍ରତିଥର ତାର ଦୁଃଖକୁ ହିଁ ଆହୁତି ଦେଉଥାଏ। ମାତ୍ର ପ୍ରତିଥର ନୂଆ ଦୁଃଖ ସବୁ ଜୀବିତ ହୋଇ ତା ସମ୍ମୁଖରେ ଉଭା ହେଉଥାନ୍ତି। ଶ୍ରୋତାବନ୍ଧୁ, ମୋର ମନେ ପଡ଼ୁଛନ୍ତି ଆମେରିକୀୟ କବି ଦେଜନ୍ ଷ୍ଟୋଜାନୋଭିକ୍, ଯେ କହିଥିଲେ, ଟୁ ହାଇଡ୍ ଫିଲିଂସ୍ when you are near, crying is the secret of dignity। ଆପଣ କହିପାରିବେନି ଯେ କବିଟେ ଏତେ ଦୁଃଖୀ କ'ଣ ପାଇଁ? କାହିଁକି ସେ ପ୍ରତି ମଣିଷର ଦୁଃଖକୁ ନିଜର ଦୁଃଖ ମନେକରି ଏତେ ସନ୍ତପ୍ତ ହୁଏ? କାହିଁକି ଅନ୍ୟର ବ୍ୟଥା ବେଦନାରେ ସେ ଆତୁର ଓ ବିଗଳିତ ହୋଇଯାଏ? ଏକପାକ୍ଷିକ ଉତ୍ତରରେ ଏତିକି ମିଳିବ, କବି ନିଜର ଜୀବନ ଆଇନାରେ କେବଳ ନିଜକୁ ହିଁ ଖୋଜୁଥାଏ ଏବଂ ଅନ୍ୟର ଦୁଃଖକୁ ହିଁ ଭୋଗୁଥାଏ। ଶ୍ରୋତାବନ୍ଧୁ, ଆମେ ଏମିତି ଜଣେ ଦରଦୀ ସମ୍ବେଦନଶୀଳ ଜୀବନବାଦୀ କବିଙ୍କୁ ଶୁଣିବା, ଯେ ଜୀବନକୁ ଫାଙ୍କି ଦେଇ କବିତା ଲେଖିବାରେ ବିଶ୍ୱାସୀ ନୁହନ୍ତି, ବରଂ ଜୀବନକୁ ଜୀଇବା ହିଁ ସର୍ବଶ୍ରେଷ୍ଠ କବିତା ବୋଲି ମନେ କରନ୍ତି। ସମକାଳୀନ ଓଡ଼ିଆ କବିତାରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ର। ଅଖିଳ କୁମାର ମିଶ୍ର ସେପ୍ଟେମ୍ବର 3 ତାରିଖ 1973 ମସିହାରେ ପିତା ଗୋବିନ୍ଦ ଚନ୍ଦ୍ର ମିଶ୍ର, ମାତା ସୁଷମାରାଣୀ ମିଶ୍ରଙ୍କ କୋଳ ମଣ୍ଡନ କରି କଟକ ମହାନଗରୀରେ ଭୂମିଷ୍ଠ ହୋଇଥିଲେ। ବୃତ୍ତିଗତ ଜୀବନରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ 1999 ବ୍ୟାଚ୍ର ଆଲାଏଡ୍ ଅଫିସର। ପ୍ରବୃତ୍ତିରେ ସେ ଜଣେ କବି, ଗାଳ୍ପିକ ମଧ୍ୟ। ତେବେ ଭୁବନେଶ୍ୱର ଓ ରାଞ୍ଚିର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋରେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଓଡ଼ିଶା ସମେତ ଦିଲ୍ଲୀ, ନାଗାଲ୍ୟାଣ୍ଡ, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ ଆଦି କ୍ଷେତ୍ରରେ ନିଜର ବୃତ୍ତିଗତ ଜୀବନ ସେ ନିର୍ବାହ କରିଛନ୍ତି। କବି ଅଖିଳ କୁମାର ମିଶ୍ରଙ୍କ ସର୍ଜନାର ଦିଗ ଖୁବ୍ ବ୍ୟାପକ ନହେଲେ ମଧ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ, ଅଭିନନ୍ଦନୀୟ। ତାଙ୍କର କବିତା ପୁସ୍ତକରେ ଅଛି ମହାନଦୀ ଓ ଅନ୍ୟାନ୍ୟ କବିତା, ଅନ୍ୟମନସ୍କ ଋତୁ, ସେଇ ସମ୍ପର୍କ, ସ୍ମୃତି, ସ୍ୱପ୍ନ ସମୟ, ମହାଯଜ୍ଞ, ବିଷାଦ ଋତୁ, ଜୀବନ ଆଇନା ପ୍ରମୁଖ କବିତା ପୁସ୍ତକ। ଏ ପେଣ୍ଟେଡ୍ ସାଇଲେନ୍ସ ନାମରେ ଏକ ଇଂରାଜୀ କବିତା ସଂକଳନ ରହିଛି ଏବଂ ନିଷିଦ୍ଧ ନାୟକ ଶୀର୍ଷକ ଏକ ଗଳ୍ପ ସଂକଳନ ମଧ୍ୟ ସେ ଲେଖିଛନ୍ତି। ସମକାଳର ପରିସ୍ଥିତିର ମଣିଷ ଜୀବନ, ଯନ୍ତ୍ରଣା ଓ ମାନବତା ବୋଧ ତାଙ୍କ କବିତା ଗୁଡ଼ିକରେ ଖୁବ୍ ସ୍ପଷ୍ଟ ଉପଲବ୍ଧ ହୁଏ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ଯଶସ୍ୱୀ କବିଙ୍କୁ, କବି ଅଖିଳ କୁମାର ମିଶ୍ରଙ୍କୁ, ଯେ ଚିରାଚରିତ ଦୁଃଖ, ଜୀବନବୋଧ, କ୍ଷୋଭ, ଅସହାୟତା, ଆଶା, ବେଦନା ଓ ସମ୍ପ୍ରୀତି ଭିତରେ କବିତାର ସୌଧ ଗଢ଼ିଛନ୍ତି। କବିତା ଏକ କଳା, ଏହା ସେ ସ୍ୱୀକାର କରନ୍ତି ଏବଂ ଏ କଳା ଜୀବନକୁ ବୁଝିପାରେ, ଅନ୍ୟ ମଣିଷଙ୍କୁ ହସାଇବାରେ ଓ ଚାରିପାଖରେ ଅସରନ୍ତି ଦୁଃଖକୁ ଲିଭାଇବାରେ ସହାୟକ ହେଉ ବୋଲି ଖୁବ୍ ଆଶାବାଦୀ ମଧ୍ୟ ହୁଅନ୍ତି। ଶ୍ରୋତାବନ୍ଧୁ, ତେବେ ଅଖିଳ କୁମାର ମିଶ୍ରଙ୍କର ଦୁଇଟି କବିତା ପୁସ୍ତକ ସମ୍ପର୍କରେ ଆମେ ଶୁଣିଲେ। ଦୁଇଟି ହେଲା ମହାଯଜ୍ଞ, ଯେଉଁଥିରେ 45 ଗୋଟି କବିତା ରହିଛି, ଜୀବନ ଆଇନା, ଯେଉଁଥିରେ 50 ଗୋଟି କବିତା ସନ୍ନିବେଶିତ ହୋଇଛି।
ତେବେ ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଏ ଦୁଇ ଗୋଟି କବିତା ସଂକଳନରୁ ମୁଁ କିଛି କବିତା ଆପଣମାନଙ୍କ ପାଖରେ ଭେଟି ଦେଉଛି। କବି ଅଖିଳ କୁମାର ମିଶ୍ରଙ୍କ ମହାଯଜ୍ଞ କବିତା ସଂକଳନସ୍ଥ ଏକ ସୁନ୍ଦର କବିତା, ଯାହାର ଶୀର୍ଷକ ହେଉଛି ଧୂସର ଉପହାର। କବି ଅଖିଳ କୁମାର ମିଶ୍ର। ଯେଉଁ ଗଳିକୁ ଡାକିଲ ଗଲି ନିସଂକୋଚରେ, ଯେଉଁ ଗଳିକୁ ଡାକିଲ ଗଲି ନିସଂକୋଚରେ, ଯେଉଁ ସବୁ କ୍ରୋଧ ଉପହାର ଦେଇଥିଲ ସାଇଦେଲି ସିନ୍ଦୁକରେ। ମୋ କାନ୍ଧରେ ବୋଝ ମେଣ୍ଟାଇ ସୁଖକୁ ଜଳାଞ୍ଜଳି ଦେଲି, ତମର ଜମାଟ ଅଳନ୍ଧୁ ସବୁ ଏକତ୍ରିତ କରି ଅଳିଆ ଗଦାରେ ପକାଇଲି। ଭିକାରୀ ସାଜିଲି ତମକୁ ଧନୀ ବନାଇବାକୁ, ଅକାରଣେ ବୃଦ୍ଧ ହେଲି ତମ ଯୌବନ ଅକ୍ଷତ କରିବାକୁ, ତମକୁ ଅନବରତ ଭୋଜନ ଦବା ଲାଗି ଭୋକିଲା ରହିଲି, ତମ କୋଠା ଘର ଉଚ୍ଚତା ବଢ଼େଇବାକୁ ମୋ କୁଡ଼ିଆ ଭାଙ୍ଗିଲି। ଏ ଯେଉଁ କଳଙ୍କିତ ଭାର ମୋ ପାଖରେ ଅଛି, ଏଇ ଯେଉଁ କଳଙ୍କିତ ଭାର ମୋ ପାଖରେ ଅଛି, ଉଦାସ ସୂର୍ଯ୍ୟ ଓ ଉଠା ପକା କରୁଥିବା ସ୍ୱାର୍ଥପର ମଧ୍ୟାହ୍ନ କେବଳ ତମର ପ୍ରତିଦାନ। ଏ ଯେଉଁ କଳଙ୍କିତ ଭାର ମୋ ପାଖରେ ଅଛି, ଉଦାସ ସୂର୍ଯ୍ୟ ଓ ଉଠା ପକା କରୁଥିବା ସ୍ୱାର୍ଥପର ମଧ୍ୟାହ୍ନ କେବଳ ତମର ପ୍ରତିଦାନ। କବି ଅଖିଳ କୁମାର ମିଶ୍ରଙ୍କର ଅନ୍ୟ ଏକ କବିତା, ଯାହାର ଶୀର୍ଷକ ହେଉଛି ଅହଲ୍ୟା। କାହାଣୀ କି ସାର୍ବଜନୀନ ଇତିହାସର ଅଂଶ ହେବାକୁ ଚାହିଁନଥିଲି। କାହାଣୀ କି ସାର୍ବଜନୀନ ଇତିହାସର ଅଂଶ ହେବାକୁ ଚାହିଁନଥିଲି। ସମ୍ପୂର୍ଣ୍ଣ ଆତ୍ମହରା ଓ ବିସ୍ମରି ଯାଇଥିବା ଚାରିକାନ୍ଥ ମୋତେ ଦବାଏ ବାରବାର। ତୋଳୁଥିବା ଫୁଲଙ୍କର ଦୁଃସ୍ୱପ୍ନରେ ଛାତି ଜୋରରେ ଦୌଡ଼େ, ତୋଳୁଥିବା ଫୁଲଙ୍କର ଦୁଃସ୍ୱପ୍ନରେ ଛାତି ଜୋରରେ ଦୌଡ଼େ, ବେଢଙ୍ଗ ଇଚ୍ଛା ପ୍ରାୟ ସବୁଜ ଘର, ବର୍ଷା ଓ ସଡ଼କର ଧୂଳି ହାତଠାରେ ଆକାଶକୁ ଡାକେ ସମୁଦ୍ରକୁ, ମଣିଷ ମଣିଷ ସହ ମିଶୁଥିବା ସବୁ ଜାଗାକୁ। କିଏ ଦେଖିଛି, କିଏ ଦେଖିଛି ମୋ ହାତରେ ମିଳାଇ ଯାଇଛି ସମୟ। ବରଫାବୃତ ଏ ଜୀବନ ତରଳେ ନାହିଁ ଦଲକାଏ ଗରମ ପବନରେ। ଯାହାକୁ ତମେ ଅଭିଶପ୍ତ ସମୟ କହ, ତାହା ମୋର ଭାଗ୍ୟ। ଯାହାକୁ ତମେ ଅଭିଶପ୍ତ ସମୟ କହ, ତାହା ମୋର ଭାଗ୍ୟ। ଇଚ୍ଛାର ଛାଉଣି, ଯେଉଁ ଇଚ୍ଛାରେ ଉବୁଟୁବୁ ମୋ ସହ ଜନ୍ମିଥିବା ସମସ୍ତ ଭଉଣୀ। ମୁଁ ସବୁକାଳେ ଥାଏ, ମୁଁ ସବୁକାଳେ ଥାଏ ଅପେକ୍ଷାରତ ଅତୀତ ବର୍ତ୍ତମାନ ଭବିଷ୍ୟତ ଓ ଇତିହାସର ଚାରିକାନ୍ଥରେ। ମୁଁ ସବୁବେଳେ ଥାଏ ଅପେକ୍ଷାରତ ଅତୀତ ବର୍ତ୍ତମାନ ଭବିଷ୍ୟତ ଓ ଇତିହାସର ଚାରିକାନ୍ଥରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟରେ ଜଣେ ଯଶସ୍ୱୀ କବିଙ୍କୁ, କବି ଅଖିଳ କୁମାର ମିଶ୍ରଙ୍କୁ। ତାଙ୍କ ମହାଯଜ୍ଞ କବିତାର ଶୀର୍ଷକ କବିତାଟି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ମହାଯଜ୍ଞ, କବି ଅଖିଳ କୁମାର ମିଶ୍ର। ଯିବ କି ନ ଯିବ, ଆସିବ କି ଆସିବନି, କହିବ କି ଚୁପ୍ ରହିବ, ଆରମ୍ଭ କି ଶେଷ କରିବ। ଯିବ କି ନ ଯିବ, ଆସିବ କି ଆସିବନି, କହିବ କି ଚୁପ୍ ରହିବ, ଆରମ୍ଭ କି ଶେଷ କରିବ। ଏଇ ଯେଉଁ ଦ୍ୱିଧା ବଳୟରେ ଘାଣ୍ଟି ଚକଟି ହେଉଛ, ତାକୁ ଶେଷ କରିଦିଅ। ଯାହା ତୁମକୁ ଠିକ୍ ଲାଗୁଛି ତା କର, କିନ୍ତୁ ନିର୍ଣ୍ଣୟ ନିଅ, କାରଣ ତୁମ ନିଷ୍ପତ୍ତି ହିଁ ତୁମର ପରିଚିତି। ଏ କଳା ଘୁମରର ଊର୍ଦ୍ଧ୍ୱକୁ ଯାଅ, ଲୁଚିଯିବା ଲୁଚେଇ ଦେବା, ଭାଙ୍ଗିଯିବା ଭାଙ୍ଗି ଦେବା, ମାଗିଯାଚି ବଞ୍ଚିଯିବା, ବାରମ୍ବାର ବୁଝାମଣା କରିବା, ଗୋଳିଆ ପୋଖରୀରେ ଉବୁଟୁବୁ ହେବା ଚଳିବନି, ସାଜିବନି। ଭଲ ସମୟ ଅଳ୍ପ କାଳ ଆସେ, ଭଲ ବନ୍ଧୁମାନେ କ୍ୱଚିତ୍ ମିଳନ୍ତି, ଭଲ ସମ୍ପର୍କ ଆଦର୍ଶ ମାତ୍ର, ଭଲ ଜୀବନ
ଅବାରତ ପ୍ରଚେଷ୍ଟା। ଭଲ ସମୟ ଅଳ୍ପ କାଳ ଆସେ, ଭଲ ବନ୍ଧୁମାନେ କ୍ୱଚିତ୍ ମିଳନ୍ତି, ଭଲ ସମ୍ପର୍କ ଆଦର୍ଶ, ମାତ୍ର ଭଲ ଜୀବନ ଅବାରିତ ପ୍ରଚେଷ୍ଟା। କ'ଣ ଫରକ ପଡ଼େ? କ'ଣ ଫରକ ପଡ଼େ? କିଏ ଗଲା, କିଏ ଆଇଲା, ନିଜଠାରୁ କିଏ କାହାକୁ ଅଧିକା ଭଲ ପାଏ, ବିଚଳିତ ଅନ୍ୟ ମଣିଷଙ୍କୁ ନେଇ? ତମେ ଏଇନା ମହାଯଜ୍ଞରେ ଦୃଷ୍ଟି ରଖ ଘିଅ ଢାଳିବାରେ। ତମେ ଏଇନା ମହାଯଜ୍ଞରେ ଦୃଷ୍ଟି ରଖ ଘିଅ ଢାଳିବାରେ। କବି ଅଖିଳ କୁମାର ମିଶ୍ରଙ୍କର ଆଉ ଗୋଟେ ସୁନ୍ଦର କବିତା, ଶୀର୍ଷକ ପ୍ରେମ ଥିଲା ପୁରୁଣା ସକାଳ। ସଫା କୁହ ଏବେ ଆମେ କୋଉଠି? ମୁଁ ବସିଥିବା ସିମେଣ୍ଟ ବେଞ୍ଚ ଅଧା ଖାଲି। ତମକୁ ପ୍ରତୀକ୍ଷା କରିଛି, ତମେ ଆସିବାର କୌଣସି ଆଭାସ ନାହିଁ ଯଦିଚ। ଏତକ ବିଶ୍ୱାସ ମନର, ଫେରିବାର ଥିଲେ କୋଉ କାଳୁ ଆସନ୍ତଣି। ସେଇ ଥିଲା ସବୁଜ ଅନ୍ଧାର, ଚିହ୍ନିବା ନ ଚିହ୍ନିବାର। ପ୍ରହେଳିକା ଦେଇ ତମକୁ ଜାଣିଥିଲି ଯେତେ, ସେତିକି ବି ଅଜଣା ରହୁଥିଲ ତମେ। ସାରା ରାତି ବର୍ଷା ଗଳ୍ପ, ଗୋପନ ସାକ୍ଷାତ, ଟେଲିଫୋନ ଅଭାବରେ ବିମୁଗ୍ଧ ଇସାରା, ଅର୍ଦ୍ଧ ସ୍ୱପ୍ନ ଉଜାଡ଼ି ଭଲ ପାଇବାର ବେଗ। ସେଇ ବୋଧେ ପ୍ରେମ। ସେଇ ବୋଧେ ପ୍ରେମ, ଯେତେବେଳେ ତମେ ପାଦ ପକାଉଥିବା ରାସ୍ତାରେ ଫୁଲ ବର୍ଷା କରିଦେବାର ଉତ୍ସାହ ପ୍ରବଳ। ସାମାନ୍ୟ ଚାହାଣୀକୁ କାନ୍ଥର ଫଟୋଗ୍ରାଫ ବନାଇ ସଂଗ୍ରହାଳୟକୁ ନେବାର ଜିଦ୍। ତମର ଠିଆ ହୋଇ ରହିଥିବା ଚେହେରାକୁ ଦେବୀର ଉପସ୍ଥିତି ମାନିନେବା। ମୋ ପାଖରେ କ'ଣ ଅଛି? ମୋ ପାଖରେ କ'ଣ ଅଛି? ବଢ଼ି ଆସୁଥିବା ବୟସ, ପକ୍ୱ କେଶ, ତାବିଜ ଭଳି ଦାୟିତ୍ୱ ଓ ଘୂରି ବୁଲିବା। ଏକଦା ମୁଁ ଘୁରୁଥିଲି ତମ ଚାରିକଡ଼େ, ଅନ୍ଧ ଭଳି ଛାଇ ପରି ଆଘ୍ରାଣ କରୁଥିଲି ପ୍ରାଣ ଭଳି, ତମକୁ ଚାହୁଁଥିଲି ପାଗଳ ପରି। ରୂଢ଼ ଏଇ ବିଳମ୍ବିତ ମଧ୍ୟାହ୍ନରେ ଛାଇ ନାହିଁ, ଉନ୍ମାଦନା ହଟିଯାଇଛି। ପ୍ରେମ ଥିଲା ଏକ ପୁରୁଣା ସକାଳ, ହସୁଥିଲା ନିରନ୍ତର ତମରି ପ୍ରଶ୍ନରେ। ରୂଢ଼ ଏଇ ବିଳମ୍ବିତ ମଧ୍ୟାହ୍ନରେ ଛାଇ ନାହିଁ, ଉନ୍ମାଦନା ହଟିଯାଇଛି। ପ୍ରେମ ଥିଲା ଏକ ପୁରୁଣା ସକାଳ, ହସୁଥିଲା ନିରନ୍ତର ତମରି ପ୍ରଶ୍ନରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ କବି ଅଖିଳ କୁମାର ମିଶ୍ରଙ୍କୁ ତାଙ୍କର ଅନ୍ୟ ଏକ କବିତା ମହାଯଜ୍ଞ ସଂକଳନସ୍ଥ, ଯାହାର ଶୀର୍ଷକ ହେଉଛି ଆଜି ପୁଣି ହୃଦୟ ଉଦାସ। ରୋମାଣ୍ଟିକ କବି ଅଖିଳ କୁମାର ମିଶ୍ରଙ୍କ ଶବ୍ଦରେ। ନିଜର ମାନେ ଯେତେ ନିଜର ଭାବନ୍ତିନି, ଦୁଃଖ ସେତେ ଆପଣେଇ ନିଏ। ଭାଙ୍ଗୁଥିବା କ୍ଷଣର ଏ ରଙ୍ଗଶାଳାରେ ଶୁଣେ କିଏ? ନିଜର ମାନେ ଯେତେ ନିଜର ଭାବନ୍ତିନି, ଦୁଃଖ ସେତେ ଆପଣେଇ ନିଏ। ଭାଙ୍ଗୁଥିବା କ୍ଷଣର ଏ ରଙ୍ଗଶାଳାରେ ଶୁଣେ କିଏ? ଶୁଣାଏ କିଏ ହିସାବ କିତାବ, ଆଉ ବା କିଏ ପୁରୁଣା ଗାଥାକୁ ଦୋହରାଏ? ବିଷାଦ ଘେରିଛି ମରମକୁ, ଶୋଇଛି ମାନ କରି, ତାକୁ ଉଠାଏ କେ? ସତରେ କ'ଣ ନିଜର ଯିଏ ନିଜର? ସତରେ କ'ଣ ନିଜର ଯିଏ ନିଜର? ଆର ଲୋକର ଚିତ୍କାର କଷଣକୁ ଆପଣାର ବୋଲି ତଉଲେ। ଆଜି ପୁଣି ହୃଦୟଟା ଉଦାସ ଉଦାସ ଲାଗେ। ଆଜି ପୁଣି ହୃଦୟଟା ଉଦାସ ଉଦାସ ଲାଗେ। ଶାନ୍ତି ତ ଭୁଲିବାରେ, ହେଲେ ରହି ରହି ଖେଞ୍ଚୁଥିବା ଜଖମକୁ ଭୁଲାଏ କିଏ? ହାତର କଟା ଦାଗକୁ କେହି ହେଲେ ଛୁଇଁ ଆଶ୍ୱାସନା ଦେଇପାରେ କି? ଯନ୍ତ୍ରଣାର ତରୁତଳେ ଠିଆ ହୋଇ କାହା କଥା ଭାରି ମନେ ପଡ଼େ। ଯନ୍ତ୍ରଣାର ତରୁତଳେ ଠିଆ ହୋଇ କାହା କଥା ଭାରି ମନେ ପଡ଼େ। ଆଜି ପୁଣି ହୃଦୟଟା ଉଦାସ ଉଦାସ ଲାଗେ। ଆଜି ପୁଣି ହୃଦୟଟା ଉଦାସ ଉଦାସ ଲାଗେ। କବି ମିଶ୍ରଙ୍କର ଅନ୍ୟ ଏକ କବିତା, ଯାହାର ଶୀର୍ଷକ ହେଉଛି ମୁଁ ମେଟାଫର ହୋଇଯାଇଛି। କବିତାର ଶୀର୍ଷକ ଆଉଥରେ, ମୁଁ ମେଟାଫର ହୋଇଯାଇଛି। ଅନେକ ଅତୀତଠୁ ଫେରିଯାଇ ନିଜକୁ ବର୍ତ୍ତମାନରେ ମୁଁ ଭୟ ଦିଅନି। ଅନେକ ଅତୀତଠୁ ଫେରିଯାଇ ନିଜକୁ ବର୍ତ୍ତମାନରେ ମୁଁ ଭୟ ଦିଅନି। ଅନ୍ଧାର ମଧ୍ୟରେ ଛାଇ ଦେଖେଇବ କହି, ତମର ଯେ ସେ ପୁରୁଣା ଅଭ୍ୟାସ ଗୁଡ଼ାକ ଏଯାଏଁ ଯାଇନି। ବିଶ୍ୱାସର ବଳୟରେ ନିଶ୍ୱାସର ପ୍ରବାହ ରୋକିବା। ବିଶ୍ୱାସର ବଳୟରେ ନିଶ୍ୱାସର ପ୍ରବାହ ରୋକିବା। ତଳକୁ କଚାଡ଼ି ଦେଇ ସାହାଯ୍ୟ କରୁଛ ବୋଲି ଜବରଦସ୍ତ ଉଠାଇ ଆଣିବା।
ବେଠିଆ ବଳଦ ରୂପକ ମୋର ଅହରହ ସେବାକୁ ଅନୁରୁକ୍ତି ନାମ ଦେବା। ସଂସାରକୁ ତମେ ଯେଭଳି ତିଆରିଛ, ମିଛର ବୁଢ଼ିଆଣୀ ଜାଲରେ ସାମ୍ରାଜ୍ୟ ବଢ଼ାଇଛ, ମୋତେ ସନ୍ନ୍ୟାସୀ ଉପାଧି ଦେଇ ମୋଠାରୁ ଦୁନିଆକୁ ଅଲଗା କରିଛ। ତମର ଗୋଟା ଗୋଟା ମିଛକୁ ସୁନାର ହାର ଭାବି ସିନ୍ଦୁକରେ ସାଇଥିଲି। ତମର ଗୋଟା ଗୋଟା ମିଛକୁ ସୁନାର ହାର ଭାବି ସିନ୍ଦୁକରେ ସାଇଥିଲି। ପ୍ରତିଟି କୃତ୍ରିମ ଅଭିମାନକୁ ପ୍ରଣୟ ରୂପରେଖ ମାନି ନେଇ ଗଦଗଦ ହେଲି। ମୁଁ ବୋକା ଥିଲି। ମୁଁ ବୋକା ଥିଲି, ପ୍ରତାରଣାକୁ ଚିହ୍ନି ପାରିନଥିଲି। ହାରୁଆ ମଣିଷଟାଏ ମୁଁ, ତମକୁ ଜିତାଇବାକୁ ଚାହୁଁଥିଲି। ତମେ ଚାହିଁ ଆସିଛ ମୁଁ ସେମିତିଆ ଥାଏ। ଅଧା ନୁଇଁ ସାମୟିକ ଖସଡ଼ି ଯାଇ ତମ ଉପରେ ନିର୍ଭରଶୀଳ ହୋଇ ତମ ଛଡ଼ା ଆଉ ସବୁ କିଛି ଭୁଲି ତମେ ଯେମିତି ଚାହିଁଥିଲ ମୁଁ ସେମିତିଆ ଚାଲିଛି ତମ ଇସାରାରେ, ଏକ ମେଟାଫରର ଭୂମିକାରେ। ଏକ ମେଟାଫରର ଭୂମିକାରେ। ଶ୍ରୋତାବନ୍ଧୁ, କବି ଅଖିଳ କୁମାର ମିଶ୍ରଙ୍କର ଜୀବନ ଆଇନା କବିତା ସଂକଳନସ୍ଥ ଶୀର୍ଷକ କବିତା ଜୀବନ ଆଇନା। ଜୀବନ ଦୌଡ଼େ ନୀରବତାର ଶେଷ ଗଜଲ ଗାଇ। ଆକାଶ ସିନା ସ୍ଥିର ଲାଗେ, ଜହ୍ନ ଓ ତରା କେତେବେଳେ ଦୂରେଇ ଯାଆନ୍ତି, ପୁନର୍ବାର କେତେବେଳେ ରାତିର ଅଗଣାକୁ ଓହ୍ଲାଇ ଆସନ୍ତି। ଆଖପାଖରେ ଘୋ ଘୋ ରହି ରହି ଶୁଭେ, କେତେବେଳେ ମନ ଭାଙ୍ଗେ, କେବେ ଅବା ମନ ଜିଣିଯାଏ। ନ ହରାଇ କିଏ କେତେ କ'ଣ ପାଏ। ଈଶ୍ୱରଙ୍କ ନରମ ଚାହାଣି ପରି ସମ୍ପର୍କ ଗଢ଼ି ଉଠେ। ମୁଠାଏ ବିଶ୍ୱାସ ବାନ୍ଧି କରି ରଖେ କୋଟିଏ ମଣିଷକୁ। ମୁଠାଏ ବିଶ୍ୱାସ ବାନ୍ଧି କରି ରଖେ କୋଟିଏ ମଣିଷକୁ। ଯେ ଯାବତ୍ ଜୀବନର ଦୌଡ଼ ଚାଲେ, ଯେ ସେ ଯାବତ୍ ପୃଥିବୀ ବଞ୍ଚି ରହେ। ମୁଠାଏ ବିଶ୍ୱାସ ବାନ୍ଧି କରି ରଖେ କୋଟିଏ ମଣିଷକୁ। ଯେ ଯାବତ୍ ଜୀବନର ଦୌଡ଼ ଚାଲେ, ସେ ଯାବତ୍ ପୃଥିବୀ ବଞ୍ଚି ରହେ। ଦେଖ ସେ ମନୁଆ ଜୀବନକୁ, ତରୁର ଶାଖାରେ, ନଦୀର ପ୍ରଗଳ୍ଭତାରେ, ସୂର୍ଯ୍ୟର କିରଣରେ, ସହରର କୋଠାବାଡ଼ିରେ, କୁଡ଼ିଆ ଘରର ଶୀତଳତାରେ। ଜୀବନ ମୋ ଲାଗି ଆଇନା, ନିଜ ଭଳି ଲାଗେ, ପୁଣି ବେଳେବେଳେ ନିଜ ଭଳି ଲାଗେ ନାହିଁ। ଜୀବନ ମୋ ଲାଗି ଆଇନା, ନିଜ ଭଳି ଲାଗେ, ପୁଣି ବେଳେବେଳେ ନିଜ ଭଳି ଲାଗେ ନାହିଁ। ଶ୍ରୋତାବନ୍ଧୁ, ମହାଯଜ୍ଞ କବିତା ସଂକଳନ ଠାରୁ ଜୀବନ ଆଇନା, ସେଥିରେ ସନ୍ନିବେଶିତ 50ଟି କବିତାରେ କବି ଅଖିଳ କୁମାର ମିଶ୍ରଙ୍କର ଅନୁଭବ ଶାଣିତ ହେବା ପରି ମନେ ହୁଏ। ପରିପକ୍ୱ ଅନୁଚିନ୍ତା ତାଙ୍କ କବିତାକୁ ଆଚ୍ଛନ୍ନ କରିଛି। ତାଙ୍କର ଅନ୍ୟ ଏକ ସୁନ୍ଦର କବିତା, ଯାହାର ଶୀର୍ଷକ ହେଉଛି ଛାଇ ଛାଇକା। ପାଖରେ ଥାଇକି ଦୂରେଇ ଯାଏ, ସଦା ସକାଳର ଫର୍ଚ୍ଚା ଆକାଶ ସାଉଁଟୁଥାଏ। ପାଖରେ ଥାଇକି ଦୂରେଇ ଯାଏ, ସଦା ସକାଳର ଫର୍ଚ୍ଚା ଆକାଶ ସାଉଁଟୁଥାଏ। କେତେଦିନ ମନେ ରଖିବ ଲୁହ, କେତେଦିନ ମନେ ରଖିବ କୁହ। ଖିଲଖିଲ ବହୁଥିବା ସମୟରେ ଯାହା ବି ଚାଲିଯାଏ, ତାହା ଅତୀତର ପେଟକୁ କାଟେ। ସମ୍ଭାବନାର ଗୋଲାପ ମୁହୂର୍ତ୍ତ ଯା ଫୁଟିବ ବୋଲି ପ୍ରତ୍ୟୟ ରଖେ, ତାକୁ କି ମନେ ରଖିବ। ସନ୍ଦିଗ୍ଧ ଜୀବନର ବେହିସାବ ତାଳରୁ ମୁକ୍ତି ନେଇ ତୁମେ ଆଉ କା ସ୍ମୃତିରେ ସିଝୁଛ କି? ତୁମେ ଆଉ କା ସ୍ମୃତିରେ ସିଝୁଛ କି? ଆଉ ମୁଁ ବି ନୂତନ ଆବେଦନରେ ଘାଣ୍ଟି ହେଉଛି କି? ବିଶେଷ ବଦଳେନି, ବିଶେଷ ବଦଳେନି। ଛାଇ ସଞ୍ଜରେ ଉଡ଼ି ଉଡ଼ି ଯାଉଥିବା ପକ୍ଷୀର ସ୍ୱର, ପତ୍ରର ଫାଙ୍କରୁ ଦିଶୁଥିବା ସୂର୍ଯ୍ୟର ଛିଟିକା ରଙ୍ଗ, ମୋ ନିସଙ୍ଗତାର କାନଭାସରେ ଫୁଟି ଉଠୁଥିବା ତମ ମୋ ଭିତରେ ସବୁ ଗଳ୍ପ। ଯେଉଁ ପ୍ରଣୟ ଧୀରେ ଧୀରେ ବଞ୍ଚିବା ଛାଡ଼ି ଦେଇଥିଲା, ଯେଉଁ ପ୍ରଣୟ ଧୀରେ ଧୀରେ ବଞ୍ଚିବା ଛାଡ଼ି ଦେଇଥିଲା, ସେ ପୁଣି ମୁଣ୍ଡ ଟେକୁଛି ଓ ତମ ମନଜିଣା କଣ୍ଠ ସ୍ୱରକୁ ମୋ କାନରେ ଶୁଆଇ ନିଦରୁ ଉଠାଉଛି। ଗୋଟିଏ ପରିପୂର୍ଣ୍ଣ ସ୍ମୃତିକୁ ରାତିରେ ଅନ୍ଧାର ଭାବି ମୁଁ ଖୁବ୍ ନିଦରେ ଶୋଇପଡ଼େ। ଗୋଟିଏ ପରିପୂର୍ଣ୍ଣ ସ୍ମୃତିକୁ ରାତିରେ ଅନ୍ଧାର ଭାବି ମୁଁ ଖୁବ୍ ନିଦରେ ଶୋଇପଡ଼େ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କବି ଅଖିଳ କୁମାର ମିଶ୍ରଙ୍କୁ
ତାଙ୍କର ଜୀବନ ଆଇନା କବିତା ସଂକଳନର ଆଉ ଏକ କବିତା ଯାହାର ଶୀର୍ଷକ ହେଉଛି ସମୟ ଯେବେ କାନ୍ଦେ। କୋଉଠି ଖୋଜିଲେ ତମେ ମିଳିବ, କୋଉଠି ଖୋଜିଲେ ତମେ ମିଳିବ, ତମେ ତ ହରାଇ ବସିଛ ତମ ଠିକଣା। ପାଇବାର ଯେତେକ ପ୍ରଶ୍ନ ଝୁଡ଼ି ନିଜ ଉତ୍ତରରେ ଆପଣାର ଖୋଳପାରେ ପଶିଯାଆନ୍ତି ସମ୍ଭ୍ରମରେ। ସବୁଦିନ ଆକାଶରେ ଚାନ୍ଦ ଉଠେନା, ରାତିର ରାସ୍ତା ବି ବାଟବଣା ହୁଏ। ନୂଆ ନୂଆ ତାଡ଼ନା ସାଥୀ ହୋଇ ଝୁଲି ରହନ୍ତି ମନଟା ବୁଝିବା ଯାଏ। ମୁଁ ତୁମକୁ ଘୋର ଅନ୍ଧାରରେ ଖୋଜେ, ମୁଁ ତୁମକୁ ଘୋର ଅନ୍ଧାରରେ ଖୋଜେ, ମଶାବତୀ ଜାଳେ ଶିଖା ଟିକେ ପାଇବାକୁ। ମୁଁ ତୁମକୁ ଘୋର ଅନ୍ଧାରରେ ଖୋଜେ, ମଶାବତୀ ଜାଳେ ଶିଖା ଟିକେ ପାଇବାକୁ। ତୁମ ଆଖିର ଗଭୀରତାକୁ ଭେଦି ଜମାଟ କଳା ପହର ଆଲୁଅରେ ତ ତମେ ନଥାଅ କେବେ। ହୁଏତ ଜୀବନର ଛାୟାରେ ଛୁପି ରହିଥିବ। କେତେ ବା ଡେରି କଲି ମୁଁ, କେତେ ବା ଡେରି କଲି ମୁଁ ଶୀଘ୍ର ଆସିଲା ବେଳକୁ ତମର ଦେଖା ନଥାଏ। ତମେ ଆସିଲା ବେଳକୁ ଦୋପହର ଗଡ଼ି ଯାଇଥାଏ। ଧୁ ଧୁ ବଞ୍ଚିବାର ସବୁତକ ଆଶା ଫିଟିକିରି ଭଳି ପଥର ବନେ। କିଏ କାନ୍ଦେ, ତମେ, ମୁଁ, ନା ଆମ ନଷ୍ଟ ସମୟ? କିଏ କାନ୍ଦେ, ତମେ, ମୁଁ, ନା ଆମ ନଷ୍ଟ ସମୟ? ସବୁଦିନ ଓ ରାତି ବିଷଣ୍ଣତାର ଚାଦରରେ ଘୋଡ଼େଇ ହୋଇଥାଏ କିଛି ରଙ୍ଗୀନ ସ୍ମୃତି, କିଛି ମଳିନ ଖୁସି ଓ କିଛି ଖାଲି ଖାଲି ଲାଗୁଥିବା ହାତରେ ମୁଁ ତୁମକୁ ଅନୁଭବ କରେ। ବିଷଣ୍ଣତାର ଚାଦରରେ ଘୋଡ଼େଇ ହୋଇଥାଏ ସବୁ ଦିନ ଓ ରାତି କିଛି ରଙ୍ଗୀନ ସ୍ମୃତି, କିଛି ମଳିନ ଖୁସି ଓ କିଛି ଖାଲି ଖାଲି ଲାଗୁଥିବା ହାତରେ ମୁଁ ତୁମକୁ ଅନୁଭବ କରେ। ଶ୍ରୋତାବନ୍ଧୁ, କବି ଅଖିଳ କୁମାର ମିଶ୍ରଙ୍କର ଅନେକ କବିତା ଭିତରୁ ଶେଷ କବିତା, ଅନେକ କବିତାକୁ ପଢ଼ା ଯାଇପାରେ, ତେବେ ଆପଣମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଚୟନ କରିଛି ମୁଁ କବିତା, ଶେଷ କବିତାଟି ହେଉଛି ସିସିଫସ୍। ବିଶାଳ ଏକ ପଥର ଖଣ୍ଡ ପରି ମୋ ହୃଦୟ ବି ଆଜି ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ଗଡ଼ୁଛି। ବିଶାଳ ଏହି ପଥର ଖଣ୍ଡ ପରି ମୋ ହୃଦୟ ବି ଆଜି ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ଗଡ଼ୁଛି। ସକାଳେ ମୋ ଯାତ୍ରା ବେଳେ କାନ୍ଥ ଘଣ୍ଟା ଭଳି ସୂର୍ଯ୍ୟ ମୋତେ ଆଖି ମାରେ। ଆକାଶ ଫର୍ଚ୍ଚା ଦିଶେ ଓ ପକ୍ଷୀମାନେ ଗୀତ ଗାଇ ଉଡ଼ିଯାଆନ୍ତି। ମଧ୍ୟାହ୍ନରେ ଭସା ବାଦଲ ସବୁ ମଥା ଉପରେ ଉଡ଼ିଯାଆନ୍ତି। ବେଳେବେଳେ ଜିଭ ହଲାଇ ଅଜଣା ଭାଷାର କଥା ସବୁ କହୁଥାନ୍ତି। ମୁଁ ପାହାଡ଼ରେ ପହଞ୍ଚିଲା ବେଳକୁ ରାତ୍ରି ଗୋଟେ କଳା ଶାଢ଼ୀ ପରି କ୍ରମଶଃ ପୃଥିବୀକୁ ଘୋଡ଼ାଇ ଥାଏ। ମୋ ହାତରୁ ପଥର ଖସିଯାଏ ଓ ଫେରିଯାଏ ସକାଳର ସେଇ ମୂଳ ବିନ୍ଦୁକୁ। ଏମିତି ପ୍ରତିଦିନ ଚାଲେ, ଏମିତି ପ୍ରତିଦିନ ଚାଲେ, କୋଉଠୁ ଆରମ୍ଭ କୋଉଠି ଶେଷ ହିସାବ ରଖେନା ଆରମ୍ଭ କି ଶେଷ। ମୋ ପାଇଁ ଗୁରୁତ୍ୱହୀନ, ମୁଁ ଖାଲି ଦେଖେ ସକାଳ, ସଞ୍ଜ, ବାଦଲ, ପକ୍ଷୀ ଓ ପୃଥିବୀ ମୋତେ ବାରମ୍ବାର ଭେଟୁଥାନ୍ତି ଓ ତାଙ୍କ ବାଟରେ ଚାଲିଥାନ୍ତି। ଏମିତି ପ୍ରତିଦିନ ଚାଲେ, କୋଉଠୁ ଆରମ୍ଭ କୋଉଠି ଶେଷ ହିସାବ ରଖେନା ଆରମ୍ଭ କି ଶେଷ। ମୋ ପାଇଁ ଗୁରୁତ୍ୱହୀନ, ମୁଁ ଖାଲି ଦେଖେ ସକାଳ, ସଞ୍ଜ, ବାଦଲ, ପକ୍ଷୀ ଓ ପୃଥିବୀ ମୋତେ ବାରମ୍ବାର ଭେଟୁଥାନ୍ତି ଓ ତାଙ୍କ ବାଟରେ ଚାଲିଥାନ୍ତି। ଶ୍ରୋତାବନ୍ଧୁ, କବିଟେ ତା ଜୀବନରେ ଯେଉଁ ସବୁ ଅନୁଭବକୁ ସାଉଁଟିଥାଏ ତାକୁ ହିଁ ତା କବିତାର ପୁଞ୍ଜି ଭାବରେ ଶବ୍ଦ ଚୟନ ବେଳେ ଅନୁଭବକୁ ତରଳେଇ ମାଝି ବିନ୍ୟାସ କଲାବେଳେ ସେତିକିକୁ ହିଁ ତାର ସମ୍ବଳ ଭାବରେ ପାଥେୟ ଭାବରେ ସେ ଗ୍ରହଣ କରିଥାଏ। କବି ଅଖିଳ କୁମାର ମିଶ୍ର ଅନୁରୂପ ଭାବରେ ନିଜ ଅନୁଭବକୁ ହିଁ ଶବ୍ଦାୟିତ କରିଛନ୍ତି। ତାଙ୍କ କବିତା ଗୁଡ଼ିକ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।